ଯେତେବେଳେ ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଶାରେ ରଗ୍ବି ଖେଳ ବୋଲି ଯେତେବେଳେ ଲୋକ ଏତେ ଜାଣିନଥିଲେ, ପ୍ରଥମ ଥର ପାଇଁ 2017 ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ରଗ୍ବିର ଖେଳ ଆରମ୍ଭ କରାଯାଇଥିଲା। ଏବଂ ଏଥିପାଇଁ ସେ ଦିବ୍ୟରଞ୍ଜନ ଦାସ ଯିଏ କିସ୍ର ଖେଳାଳି ଥିଲେ ଏବଂ ଇଣ୍ଟରନ୍ୟାସନାଲ ରେଫରି ମଧ୍ୟ, ସେ ପ୍ରଥମେ ଜିଲ୍ଲାକୁ ଆସିଥିଲେ ଏବଂ ଆସି ଷ୍ଟାଡିୟମ ଆସିଥିଲେ। ଷ୍ଟାଡିୟମ ଆସି ପ୍ରଥମ କହିଥିଲେ ଆମେ ରଗ୍ବି ଖେଳ ଆରମ୍ଭ କରିବୁ ବୋଲି, ଏବଂ ତାଙ୍କୁ ନେଇ ଆମେ ତତ୍କାଳୀନ କଲେକ୍ଟର ସହିତ ରାଜେଶ ବ୍ଲକର ପାର୍ଟି ବର୍ଗ ନେଇଯାଇଥିଲୁ ଏବଂ ସେ ଆମକୁ ସାହାଯ୍ୟ ବି କରିଥିଲେ। ଏବଂ ତତ୍ପରେ ଆଉ ପରବର୍ତ୍ତୀ କଲେକ୍ଟର ବିନୀତ ଭରଦ୍ୱାଜ ସାର୍, ସେ ମଧ୍ୟ ଆମକୁ ସାହାଯ୍ୟ କରିଥିଲେ। ବର୍ତ୍ତମାନ 2017 ମସିହାରୁ 2024 ମସିହା 7 ବର୍ଷ ମଧ୍ୟରେ ବର୍ତ୍ତମାନ ସେ ଶିଶୁରୁ ଆସି ବର୍ତ୍ତମାନ ସେ ଯୁବାବସ୍ଥାରେ ପହଞ୍ଚିଗଲାଣି ଏବଂ ତାର ଆହୁରି ନବକଳ ହେଇକି ଆହୁରି ଭଲ କରିବ ବୋଲି ଆମେ ଆଶା ରଖିଛୁ। ଏବଂ ସେଇ ଏହି 7 ବର୍ଷ ଭିତରେ ଅନେକ ଖେଳାଳି ବାହାରିଲେଣି ଏବଂ ଓଡ଼ିଶା ସ୍ତରରେ ମଧ୍ୟ ନାଁ କରିଗଲେଣି। ଓଡ଼ିଶା କ'ଣ ଭାରତ ବାହାରେ ବି ନାଁ କରିଯାଇଛନ୍ତି। ତେଣୁ ତାଙ୍କର ଆହୁରି ଉନ୍ନତି ହେଉ ଏବଂ ଏ ଏକାଡେମୀ ଆହୁରି ଉନ୍ନତି କରୁ। ଦିବ୍ୟରଞ୍ଜନ ଦାସର ପ୍ରତ୍ୟେକ ତତ୍ତ୍ୱାବଧାନ ଏବଂ ତା ସହିତ ତା ସାଥୀମାନେ ଯେଉଁମାନେ ଅଛନ୍ତି ସମସ୍ତେ ମିଳିମିଶି ଯେ କାର୍ଯ୍ୟ କରୁଛନ୍ତି, ସେ କାର୍ଯ୍ୟକୁ ଆହୁରି ଆଗେଇ ନେଲେ ଆମର ଯଥାସମ୍ଭବ ସାହାଯ୍ୟ ଯାହା ଦରକାର ପଡ଼ିବ ଆମେ କରିବୁ। ଏବଂ ସମସ୍ତଙ୍କୁ ନିବେଦନ ରହିବ, ମୟୂରଭଞ୍ଜବାସୀ ଯେତେ ଜଣ ଅଛନ୍ତି ସମସ୍ତେ ଆସନ୍ତୁ, ସାଙ୍ଗ ହୋଇ ଏ ଏକାଡେମୀକୁ ଆହୁରି ଉତ୍ତରୋତ୍ତର ଉନ୍ନତି କରି ନେବା, ଏ ଆଶା ରଖି ରଖୁଛି। ନମସ୍କାର, ଧନ୍ୟବାଦ।